କାକଟପୁରରେ ବାଜେ ବାଜଣା ମା ଜାଣେ ଜଗା ଦାରୁ ଠିକଣା। ଏ କବିତା ଖଣ୍ଡକ ପିଲାଟି ବେଳୁ ଆପଣ ବି ଶୁଣିଥିବେ। ଇଏ ସେଇ କାକଟପୁର ବାସିନୀ ମା ମଙ୍ଗଳା, ଯାହାଙ୍କ ଆଜ୍ଞା ପାଇଲେ କାଳିଆର ଦାରୁ ଠିକଣା ପାଆନ୍ତି ଦଇତାପତି। ହେଲେ କେବେଠୁ କାହିଁକି ଏ ପରମ୍ପରା ଆପଣ ଜାଣନ୍ତି କି? ସ୍ଥାନୀୟ ଗବେଷକଙ୍କ ମତେ ମା ଥିଲେ ଲଙ୍କାଧିପତି ରାବଣର ଇଷ୍ଟଦେବୀ। ହେଲେ ମାତା ସୀତାଙ୍କୁ ଅପହରଣ କରିବା ପରେ ନିଜେ ମା ମଙ୍ଗଳା ଲଙ୍କାରୁ ଚାଲି ଆସନ୍ତି। ସମୁଦ୍ରରେ ଭାସି ଭାସି ଆସି ମାଙ୍କର ପ୍ରତିମା ଏହି ପ୍ରାଚୀନ ନଦୀ କୂଳରେ ଲାଗେ। ଯେଉଁଠି ଆଜି ଦେଉଳି ମଠ ଅଛି, ସେଇଠି ମା ପୂଜା ପାଆନ୍ତି। ଏପଟେ ଦୀର୍ଘ ବର୍ଷ ପାତାଳି ହେବା ପରେ ସୋନପୁରରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜୀର୍ଣ୍ଣୋଦ୍ଧାର ହୁଏ। ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ ପ୍ରାଚୀ ତଟରୁ ନିମ୍ବତାରୁ ଚୟନ ପାଇଁ ବ୍ୟବସ୍ଥା ହୁଏ। ରାଜା ଯଯାତି କେଶରୀ ନବକଳେବର ପାଇଁ ବ୍ୟବସ୍ଥା କରନ୍ତି। ସମସ୍ତେ ମାଙ୍କର ଶରଣାପନ୍ନ ହେବାକୁ ଦେଉଳି ମଠକୁ ଆସନ୍ତି। ହେଲେ ପ୍ରତିମା ବନ୍ୟା ପାଣିରେ ଭାସି ପ୍ରାଚୀ ନଦୀ କୂଳରେ ପୁନଃ ପୋତି ହୋଇ ପଡ଼ନ୍ତି। ମାଙ୍କୁ ଉଦ୍ଧାର ପାଇଁ ହଟ ଓ ବଟ ଦୀକ୍ଷିତ ବୋଲି ଦୁଇ ତାନ୍ତ୍ରିକଙ୍କୁ ମଙ୍ଗଳାଙ୍କ ଅନ୍ୱେଷଣ ନିମନ୍ତେ ପ୍ରେରିତ କରାଗଲା। ସେମାନେ ସେଠାକୁ ଯାଇ ଉକ୍ତ ଗ୍ରାମର ଗ୍ରାମଦେବତୀ କାକଟେଇଙ୍କ ନିକଟରେ ମା ମଙ୍ଗଳାଙ୍କ ଉଦ୍ଧାର ନିମନ୍ତେ କୃପା ଭିକ୍ଷା କରନ୍ତି। କାକଟେଇ ତାଙ୍କ ଉପରେ ପ୍ରସନ୍ନ ହୋଇ ନିଜେ ଗ୍ରାମର ଗ୍ରାମଦେବତୀ ହେବେ ବୋଲି ତାଙ୍କଠାରୁ ବଚନ ନେଇ ମଙ୍ଗଳା ପ୍ରାଚୀ ନଦୀରେ ବୁଡ଼ିକି ଅଛନ୍ତି ବୋଲି ତାଙ୍କୁ ସ୍ୱପ୍ନାଦେଶ କରନ୍ତି। ଚୈତ୍ର ମାସର ପ୍ରଥମ ପାଳି ମଙ୍ଗଳବାରରେ ହଟ ଓ ବଟ ଦୀକ୍ଷିତ ପ୍ରାଚୀରୁ ପାଣି ତୋଳି ମାଙ୍କର ଆବାହନ କରିଥିଲେ। କିନ୍ତୁ ସେଠାରେ ମାଙ୍କର କୌଣସି ସନ୍ଧାନ ମିଳିଲା ନାହିଁ। ଏହିପରି ଭାବେ ଚାରିପାଳି ଅନ୍ତ ହେଲେ ମଧ୍ୟ ମା ମଙ୍ଗଳାଙ୍କର ଆବିର୍ଭାବର କୌଣସି ସଂକେତ ମିଳିଲା ନାହିଁ। ଚୈତ୍ର ଶେଷ ପାଳି ମଙ୍ଗଳବାର ଦିନ ହଟ ଓ ବଟ ଦୀକ୍ଷିତ ରାଜଦଣ୍ଡ ଭୟରେ କାକଟେଇଙ୍କ ସମ୍ମୁଖରେ ଅଗ୍ନିଗାଢ଼ କରି ନିଜକୁ ଝାସ ଦେବାକୁ ପ୍ରସ୍ତୁତ ହୁଅନ୍ତି। କଲ୍ୟାଣମୟୀ ମଙ୍ଗଳା ପ୍ରାଚୀ ନଦୀରୁ ଆବିର୍ଭାବ ହୋଇ ନିଜ ଭକ୍ତଙ୍କୁ ନିଜର ଠିକଣା ଦିଅନ୍ତି। ଆଉ ସେବେଠାରୁ ଆରମ୍ଭ ହୁଏ ଚୈତୀଜାତ ବା ଝାମୁଜାତ ପରମ୍ପରା, ମାଙ୍କର ପ୍ରାକଟ୍ୟ ଉତ୍ସବର ମହାନ ସମାରୋହ। ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଦେଖୁଥାନ୍ତୁ ଭକ୍ତି ଓଡ଼ିଶା, ଆଧ୍ୟାତ୍ମିକତାର ଅନୁଭବ।